ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ କୁସୁନବିନ୍ଧା ପଞ୍ଚାୟତରେ ପବିତ୍ର ମକର ମେଳା ଉପଲକ୍ଷେ କପିଳମୁନି ପୀଠ ଏବେ ଚଳଚଞ୍ଚଳ ହୋଇଉଠିଛି। ଦୀର୍ଘ 43 ବର୍ଷ ଧରି ଏହି ପୀଠରେ ମକର ସଂକ୍ରାନ୍ତି ଉପଲକ୍ଷେ ମକର ମେଳା ଅନୁଷ୍ଠିତ ହୋଇଆସୁଛି। ସନ୍ଧ୍ୟା ସମୟରେ କପିଳମୁନି ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗିଥାଏ। ଶ୍ରଦ୍ଧାଳୁମାନେ ମୁନିକୁ ଦର୍ଶନ କରିବା ସହ ଭୋଗ ଲଗାଇଥାନ୍ତି। ପୂର୍ବାହ୍ନରେ ନିକଟସ୍ଥ ପୁଷ୍କରିଣୀରୁ କଳସ ଅଣାଯାଇ ମୁନିଙ୍କ ପୂଜା ଆରମ୍ଭ କାର୍ଯ୍ୟ ହୋଇଛି। ଏହି ମେଳା 7 ଦିନ ଧରି ଚାଲୁଅଛି। କାର୍ଯ୍ୟକ୍ରମ ପରିଚାଳନାରେ ମୁନି କମିଟିର ସଭାପତି ଦୁର୍ଯ୍ୟୋଧନ ବାରିକ, ସମ୍ପାଦକ ଭଜହରି ମଲ୍ଲିକ, ସନ୍ତୋଷ ପଣ୍ଡା ଏବଂ ରେବତୀ ରମଣ ପଣ୍ଡାଙ୍କ ନେତୃତ୍ୱରେ କପିଳମୁନିଙ୍କ ପୀଠର ସମସ୍ତ କାର୍ଯ୍ୟକ୍ରମ କରାଯାଇଥାଏ। ସୁଦୂର କଟକ ଜିଲ୍ଲାରୁ 2 ଦଳ ପାଲା ଗାୟିକା ଅଣାଯାଇ 7 ଦିନ ଧରି ପାଲା ପରିବେଷଣ କରାଯାଇଥାଏ। କ୍ରିଷ୍ଣା ଟେଣ୍ଟ ହାଉସ୍ ତରଫରୁ ସୁନ୍ଦର ସାଜସଜ୍ଜା ଓ ଆଲୋକମାଳାରେ ମୁନି ପଡ଼ିଆକୁ ସୁସଜ୍ଜିତ କରିଅଛି। ଆଖପାଖ 10ରୁ ଉର୍ଦ୍ଧ୍ୱ ପଞ୍ଚାୟତ ତଥା ଭଦ୍ରକ, ବାଲେଶ୍ୱର ଜିଲ୍ଲାରୁ ହଜାର ହଜାର ଭକ୍ତ ମୁନି ମେଳାକୁ ଉପଭୋଗ କରିବାକୁ ଧାଇଁ ଆସିଥାନ୍ତି। କମିଟିର ସଦସ୍ୟ ସୁଭାଷ ଚନ୍ଦ୍ର ପଣ୍ଡା, ଅମର ମଳିକ, ଅଭିମନ୍ୟୁ ରାଉଳ, ଭରତ ସାହୁ, ସୌମେନ୍ଦ୍ର ଦାସଙ୍କ ସମେତ କମିଟିର ସମସ୍ତ ସଦସ୍ୟଙ୍କର ସହଯୋଗ କରିଥିଲେ। ମଧୁସୂଦନ ବେହେରା ଓ ବାସୁଦେବପୁର ପୋଲିସ ପ୍ରଶାସନ ସହଯୋଗରେ ମୁନି ପଡ଼ିଆର ଶାନ୍ତି ଶୃଙ୍ଖଳା ବଜାୟ ରଖିଥିଲେ। ଆମେ ପାଲା ଗାୟକ ବହୁତ ଦୂର ଦୂରାନ୍ତରୁ ଆଣୁ, ଯେ କଟକ, ଭୁବନେଶ୍ୱର, ସିଆଡୁ ଦୂରାନ୍ତରୁ ଢେଙ୍କାନାଳ ସିଆଡୁ ଆଣୁ। 7 ଦିନ ଆମର ପାଲା ହୁଏ। 7 ଦିନ ଯାକ କାର୍ଯ୍ୟକ୍ରମ ଚାଲେ। 5 ଖଣ୍ଡି ଗ୍ରାମରେ ଏଠି 7 ଦିନ ପାଲା ହୁଏ। ଆମର ବ୍ରାହ୍ମଣୀଗା, ବାଲିଖଣ୍ଡ, ଆଉ ସୁଗ, ଏରତାଳ, ଆଉ କାଞ୍ଚପଡ଼ା, ଦିଘି, ଏମିତିକି ଆମର 5-6ଟା ପଞ୍ଚାୟତକୁ ନେଇକି ଏଠି ହୁଏ। ତେଣୁ 7 ଦିନ ହୁଏ। ମୋ ନାଁ ସୌଦାମିନୀ ପଣ୍ଡା, ହାଟ ପୋଖରୀ। ଏ ତ ଆମର 50 ବର୍ଷ ହେଲା ଚାଲି ଆସୁଛି। ଏଇ ପାଲା ସମସ୍ତେ ଇଚ୍ଛୁକାର ସହିତ ଦେଖନ୍ତି। ଆଉ ସମସ୍ତେ ଏଇ ସାଂସ୍କୃତିକ କାର୍ଯ୍ୟକ୍ରମ ଭୁଲିଯିବା ପୂର୍ବରୁ ଏ ବି ମନେ ପକେଇକି ଆକୁ ସବୁ ଆସିକି ସମସ୍ତେ ଉତ୍ସାହର ସହିତ ଦେଖନ୍ତି। ବହୁତ ଭଲ ଲାଗେ। ଆମେ ବି ବସିକି ଦେଖିକି ଡିଜିଟାଲ ଯୁଗରେ ଏଇ ପାଲା ହଉଥିବାରୁ ସମସ୍ତେ ବସିକି ଉତ୍ସାହର ସହିତ ଦେଖନ୍ତି। ଆମେ ବି ବସିକି ଦେଖୁଛୁ, ମଜା ହଉଛି। ମୋ ନାଁ ମାଧବୀଲତା ରାଉଳ। ମୁଁ ଏ ସୁଗରୁ ଆସିଥିଲି। ଏଇଟା ଆମର 50 ବର୍ଷ ଧରିକି ପାଲା ହେଇ ଆସୁଛି। ଏଇଟା ସାଂସ୍କୃତିକ କାର୍ଯ୍ୟକ୍ରମ। ଏଇଟାକୁ ଆମେ ବହୁତ ରୁଚିର ସହିତ ଦେଖୁ। ଆଉ ଏଥିରେ ବହୁତ ଶୃଙ୍ଖଳାର ସହିତ ଏଠି ସମାପ୍ତ କରାଯାଏ। ଏଇଟା 7 ଦିନ ଧରି ହୁଏ। ତାପରେ ଗୋଟେ ଦିନ 2 ଦିନ ପରେ ବାଦି ପାଲା ଆରମ୍ଭ ହୁଏ। ସମସ୍ତଙ୍କର ବହୁତ ଇଣ୍ଟରେଷ୍ଟେଡ ସହିତ ଦେଖନ୍ତି। ଭଦ୍ରକ ଜିଲ୍ଲାରୁ ସୁବ୍ରଜିତ ପାଲଙ୍କ ରିପୋର୍ଟ, ଓଡ଼ିଶା 24 ଖବର।